ମୁଁ ଖେଳୁଥିଲି ଯେତେବେଳେ ପାଠ ପଢ଼ୁଥିଲି କଲେଜରେ ଏବଂ ଆଜିର ଖେଳ ସେଦିନର ଖେଳ ବହୁତ ତଫାତ। ଆଜି ମୁଁ ଅଭିଭୂତ ହୋଇପଡ଼ିଲି ଥରେ ନୁହେଁ ବାରମ୍ବାର ଖେଳରେ କେହି ଜିତି ପାରିଲେ ନାହିଁ। ଲାଷ୍ଟ ଯେଉଁ ଟସଲ ହେଲା ସେଥିରେ ଯିଏ ଜିତିଲେ ବର୍ତ୍ତମାନ ସେ ପୁରସ୍କାର ପାଇବେ ଏବଂ ଏହାର ଶୃଙ୍ଖଳା ଦେଖି ମୁଁ ଅଭିଭୂତ ହୋଇପାରିଲି। ଖେଳର ନାମ ହେଲା ଶୃଙ୍ଖଳା। ଯିଏ ଭଲ ଶୃଙ୍ଖଳା ରଖି ଖେଳିପାରିଲା ସେ ଭଲ ଖେଳିବ। ଏବଂ ଆଜି ଏତେ ଗୋଟେ ବିରାଟ ଫିଲ୍ଡ ଏତେ ଲୋକ ଏଇଟା ପ୍ରମାଣ କରିଦେଉଛି ଯେ ଏଠି ସେଇ ଶୃଙ୍ଖଳା ହିଁ ପ୍ରତିଷ୍ଠିତ। ମୁଁ ଆନନ୍ଦିତ ଆପଣମାନଙ୍କର ସହଯୋଗ, ଗ୍ରାମବାସୀଙ୍କର ସହଯୋଗ, ଉଭୟ ପକ୍ଷର ଖେଳାଳିମାନଙ୍କର ସହଯୋଗ। ମୁଁ ନୀଳାଦ୍ରି ଭୂଷଣ ସ୍ୱାଇଁ। ଏଇଟା ଆମର ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ 10ମ ବିଳାସ ରାଉତରାୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତିବର୍ଷ କରି ଆସୁଛନ୍ତି। ଏଠି ବସନ୍ତ ରାଉତରାୟ, ଶଙ୍କର ରାଉତରାୟ ତାଙ୍କ ସୁପୁତ୍ର ପ୍ରତିବର୍ଷ ଖେଳ ଦେଇ ଆସୁଛନ୍ତି। ଫୁଟବଲ ଖେଳ ସବୁ ଗାଁ ଗହଳିରେ ଏବେ ଆଉ ଲୁପ୍ତ ହେଲାଣି, ଖେଳୁଛନ୍ତି କିନ୍ତୁ ଟୁର୍ଣ୍ଣାମେଣ୍ଟ ବହୁତ କମ୍ ଅଛି। ସେଇଟାକୁ ପ୍ରୋତ୍ସାହନ ଦେବା ପାଇଁ ତାଙ୍କ ବାପାଙ୍କ ନାଁରେ କରିବେ ରାଜ୍ୟସ୍ତରୀୟ ଫୁଟବଲଟେ। ଆମେ ନେକ୍ସଟ ଇୟରକୁ ଆମେ ଚିନ୍ତା କରୁଛୁ ପୁରା ଇଣ୍ଡିଆନ୍ ଅଲ୍ ଓଭର ଇଣ୍ଡିଆନ୍ ଡେ ନାଇଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ କରିବୁ। ଥ୍ୟାଙ୍କ ୟୁ। ପ୍ରଥମ ବିଳାସ ରାଉତରାୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ ଦିବସ ଥିଲା। ଖେଳ ସରିଯାଇଛି ଏବଂ ପ୍ରତିବର୍ଷ ପୋଖରୀପୁଟୁ ଗାଁର ଜଣେ ମୁରବୀ ତାଙ୍କ ନାଁରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୀର୍ଘ 10 ବର୍ଷ ଧରି ଅନୁଷ୍ଠିତ ହେଉଛି। କେବଳ କ୍ରିକେଟ ନୁହେଁ, ଫୁଟବଲ ପ୍ରେମୀକି ମଧ୍ୟ ଆମେ ଉତ୍ସାହିତ କରିବା ପାଇଁ ଏକ ଆୟୋଜନ ଭୁବନେଶ୍ୱର ଏବଂ ତା ଚତୁଃପାର୍ଶ୍ୱରେ ଥିବା ଫୁଟବଲ ଖେଳୁଥିବା ବନ୍ଧୁମାନଙ୍କୁ ଆଣି ଏକତ୍ରିତ ଖେଳେଇ ତାଙ୍କ ଭିତରେ ଗୋଟେ ଭାତୃଭାବ ସୃଷ୍ଟି କରିବା ଏ ଆମର ଲକ୍ଷ୍ୟ। ଏବଂ ମୁଁ ଭାବୁଛି ଏ ଟୁର୍ଣ୍ଣାମେଣ୍ଟ ନିଶ୍ଚିତ ଭାବେ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ଏକ ମାଇଲଖୁଣ୍ଟି ସାଜିବ। ବିଜୟ ପରାଜୟ ଜମା ଖେଳର ମାନକୁ ବୃଦ୍ଧି କରେ ନାହିଁ। ଯେଉଁମାନେ ଖେଳନ୍ତି ଆଜି କୋଉନ ବିଜୟ ଲାଭ କରିଥାନ୍ତି, କୋଉନ ପରାଜୟ ଲାଭ କରିଥାନ୍ତି। ମୁଁ କିନ୍ତୁ ସବୁ ଉଦୟମାନ ଖେଳାଳିମାନଙ୍କୁ ନିଶ୍ଚିତ ଭାବେ ଆଶ୍ୱାସନା ଦେବି, ଓଡ଼ିଶା ସରକାର ଏବେ ବିଭିନ୍ନ ବିଭାଗରେ କ୍ରୀଡ଼ାକୁ ବିକାଶ କରିବା ପାଇଁ, କ୍ରୀଡ଼ାକୁ ଆଗକୁ ନେବା ପାଇଁ ତତ୍ପର ହେଇଛି। ତା ସହିତ ମୁଖ୍ୟମନ୍ତ୍ରୀ ଫୁଟବଲ କପ୍ ନାମରେ ପିଲାମାନଙ୍କୁ ଫୁଟବଲ ଖେଳାଇବା ପାଇଁ ଉତ୍ସାହ ଦେବା ସଙ୍ଗେ ସଙ୍ଗେ ନୂଆ ଫୁଟବଲ ଖେଳାଳି ତିଆରି କରିବା ଏ ଆମର ଲକ୍ଷ୍ୟ। କେବଳ ସରକାର ନୁହେଁ, ତଳ ସ୍ତରରେ ଏସବୁକୁ ଆମେ ମଧ୍ୟ ପ୍ରାଧାନ୍ୟ ଦେବା ଦରକାର, ଆବଶ୍ୟକତା ଅଛି। ସେଥିପାଇଁ ମୁଁ ଭାବୁଛି ବିଳାସ ରାଉତରାୟ ସ୍ମାରକୀ କପ୍ ୟା ପାଇଁ ଏକ ଖୋରାକ ଯୋଗାଇବ। ଆଗାମୀ ଦିନରେ ଫୁଟବଲ ପ୍ରେମୀ ଏବଂ ଫୁଟବଲ ଖେଳାଳିଙ୍କୁ ସୃଷ୍ଟି କରିବା ପାଇଁ ଏକ ମାଧ୍ୟମ ହେବ। ଆଜ୍ଞା ପରିଚୟଟା ଦେବେ। ଆଉ ବିଳାସ ରାଉତରାୟ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି, ଆପଣ ୱିନର ମଧ୍ୟ ଘୋଷଣା ହୋଇଯାଇଛି, କ'ଣ କହିବେ? ୱିନରମାନଙ୍କୁ କେତେ ପ୍ରାଇଜ୍ ରଖାଯାଇଛି ଆଉ କେତେ ଦିନ ଧରି ଖେଳ ଚାଲିଛି? ମୋ ନାଁ ହେଲା ହୃଦୟ ବଲ ସାମନ୍ତରାୟ, ସମାଜସେବୀ ବା ପୂର୍ବତନ କର୍ପୋରେଟର। ବିଳାସ ରାଉତରାୟ ଆମ ଗାଁର ଆମର ଦାଦା ହେବେ, ବହୁତ ସମାଜସେବୀ, ସେ ସମାଜରେ କାମ କରୁଥିଲେ ଏବଂ ଏକାମ୍ର କଲେଜ ଯେତେବେଳେ ତିଆରି ଯାଇଥିଲା, ସମସ୍ତେ ଯେତେବେଳେ ଦାନ ସମସ୍ତେ ମଗା ଯାଇଥିଲା, ସେ ସେତେବେଳେ ପଥର 10ଟି ପଥର ଦେଇଥିଲେ, ଯାହାକି ସୁରେଶ କୁମାର ରାଉତରାୟଙ୍କ ତାଙ୍କ ଯେତେବେଳେ ଆମେ ଭାଷଣ ଶୁଣୁ ବା ଏଇ ବିଳାସ ରାଉତରାୟଙ୍କ ଟୁର୍ଣ୍ଣାମେଣ୍ଟ ଯେତେବେଳେ ସେ ଆସନ୍ତି ସେତେବେଳେ ସେଇ ଗୋଟେ କୁହନ୍ତି। ବହୁ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଭଲ ଲୋକ ଆମ ଗାଁର ଥିଲେ, ସେ ବଡ଼ ସୁନାମ ଥିଲା ତାଙ୍କର। ଆଉ ଏଇ ଯେଉଁ ଫୁଟବଲ ଖେଳ ଯାହା ଆମର ବିଧାୟକ ମହୋଦୟ କହୁଥିଲେ, ସମସ୍ତେ ବର୍ତ୍ତମାନ କ୍ରିକେଟକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ଯାହା ଆମେ ଗାଁରୁ ବିଳାସ ରାଉତରାୟଙ୍କ ତାଙ୍କ ପୁଅକୁ ଧନ୍ୟବାଦ ଦେବି, ଶଙ୍କର ବାବୁକୁ ଏବଂ ମୁଚିନାକୁ ତାଙ୍କ ବଡ଼ ଭାଇକି। ଫୁଟବଲକୁ କେମିତି ଆଗକୁ ଯିବ ସେଥିପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି, ନିଶ୍ଚିନ୍ତ ସଫଳ ହେବ। ଏବଂ ଯାହା କହୁଥିଲେ ବାବୁ ଆମର ଫୁଟବଲକୁ କେମିତି ଆଗକୁ ଯିବ ସେଥିପାଇଁ ସରକାର ତାଙ୍କର ଚେଷ୍ଟା କରୁଛନ୍ତି। ନିଶ୍ଚିନ୍ତ ଫୁଟବଲ ଖେଳକୁ ଓଡ଼ିଶାରେ ଲୋପ ହୋଇଯାଉଛି ଯାହା ଆମେ ଜାଣିବାକୁ ପାଉଛୁ, ଯାହାକୁ ଏଇ ମାଧ୍ୟମରେ ଫୁଟବଲ ଖେଳ ଆଗକୁ ଯିବ। ବହୁ ଫୁଟବଲ ପ୍ଲେୟାର ଭଲ ଭଲ ପ୍ଲେୟାର ଅଛନ୍ତି ଯେଉଁମାନେ କି ସୁଯୋଗ ପାଉନାହାନ୍ତି ବା ଖେଳର ଅଭାବ ରହୁଛି, ସମସ୍ତେ କ୍ରିକେଟକୁ ଯାଉଛନ୍ତି ହେରି। ତେଣୁକରି ଏଇଟା ଗୋଟେ ମାଧ୍ୟମରେ ହେବ, ଏଇଟା ଗୋଟେ ଭଲ ପ୍ରୟାସ ଆମ ଗାଁର ରହିଛି।